ଜୀବ ଜଗତ ବଞ୍ଚିବା ପାଇଁ ଈଶ୍ୱରଙ୍କ ବଡ଼ ବରଦାନ ହେଉଛି ବୃକ୍ଷ। ବୃକ୍ଷ ଆମକୁ ବଞ୍ଚିବାର ମୁଖ୍ୟ ଉପାଦାନ ଅମ୍ଳଜାନ ଦେଇ ଆସୁଛି। ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଜଗତସିଂହପୁର ବନଖଣ୍ଡ ତରଫରୁ ପ୍ରତିବର୍ଷ ଜିଲ୍ଲାର ବିଭିନ୍ନ ରାସ୍ତା କଡ଼ରେ ବୃକ୍ଷରୋପଣ କରାଯାଉଛି। ଲକ୍ଷ ଲକ୍ଷ ରଖାଯାଇଛି ସମ୍ପୂର୍ଣ୍ଣ ଜିଲ୍ଲାକୁ ସବୁଜ ସୁନ୍ଦର କରିବା ପାଇଁ। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏହା ଆଜି ବି ସଫଳ ହୋଇପାରିନାହିଁ। ଜଙ୍ଗଲ ବିଭାଗ ତରଫରୁ ପାଳନ ହେଉଛି ବନ ମହୋତ୍ସବ। ସଚେତନତା ବି କରାଯାଉଛି, ହେଲେ ସଚେତନତା ଅଭାବରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ପଥ ପ୍ରାନ୍ତରେ ଲଗାଯାଉଥିବା ବୃକ୍ଷରାଜିକୁ ସବୁ ନଷ୍ଟ ହୋଇଯାଉଛି। କିଏ ବଞ୍ଚୁଛି ତ କିଏ ମରିଯାଉଛି। ଏଥିପାଇଁ ଦାୟୀ କିଏ? ବନ ବିଭାଗର ଦାୟିତ୍ୱହୀନତା ନା ଅସଚେତନଶୀଳ ମଣିଷର କର୍ତ୍ତବ୍ୟ? ଦେଖିବାକୁ ବାକି ରହିଲା କେବେ ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ ହେଉଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ପ୍ଲସ୍ ଓଡ଼ିଆ।